ओडिया नेट अचीवर्स यूट्यूब चैनल रो अन्य एक नुआ वीडियो को आपण मानको स्वागत। हमें 30 गोटी एमसीक्यू आलोचना करूचे। असंतु आज मध्य आलोचना करिबा सचिदानंद राउतराय और अनंत पटनायक संपर्क रे 30 गोटी एमसीक्यू। ता पूर्वरु आपण मानको अनुरोध वीडियो भलो लागुथिले वीडियो को लाइक करंतु शेयर करंतु और नेट अचीवर्स यूट्यूब चैनल को सब्सक्राइब करंतु। धन्यवाद। हाँ आ गोटे कथा वीडियो पाइबाकू चाहूथिले ओडिया नेट अचीवर्स टेलीग्राम चैनल रे जॉइन करिवे। डिस्क्रिप्शन रे तार लिंक अछि आपण माने जॉइन करि परिबे। असंतु आलोचना करिबा प्रगतिवादी चेतना ओडिया साहित्यर कायाकल्प परिवृद्धि रे यथेष्ट सहायक होइथिले। प्रगतिवादी साहित्य बा प्रगतिवादी चेतना ओडिया साहित्यर कायाकल्प वृद्धि रे यथेष्ट सहायक होइथिला। ऊनविंश शतकर चतुर्थ दशकरे एही चेतना भारतीय साहित्य तथा ओडिया साहित्य क्षेत्र रे आत्मप्रकाश करिथिला। ताले ऊनविंश शतकर चतुर्थ दशकरे एही चेतना बा प्रगतिवादी चेतना भारतीय साहित्य तथा ओडिया साहित्य क्षेत्र रे प्रवेश करिथिला। रूस देशर बोल्शेविक आंदोलनରୁ संभूत ଏହି ପ୍ରଗତିବାଦର ମୂଳ ହେତୁ ହେଉଛି ସାମ୍ୟବାଦ। ରୁଷ ଦେଶର ବୋଲ୍ଶେଭିକ ଆନ୍ଦୋଳନରୁ ସମ୍ଭୂତ ଜାତ ଏହି ପ୍ରଗତିବାଦର ମୂଳ ହେତୁ ବା କାରଣ ହେଉଛି ସାମ୍ୟ। କ୍ଲିୟର ପିଲାମାନେ? ପ୍ରାଚୀନ ଓ ପରମ୍ପରା ସିଦ୍ଧ ବିଶ୍ୱାସକୁ ଭାଙ୍ଗି ନୂତନ ଓ ପ୍ରଗତିକାମୀ ଚେତନା ଆତ୍ମସ୍ଥ ନ କଲା ଯାଏ ସମାଜ ଆଗେଇବ ନାହିଁ ବୋଲି ପ୍ରଗତିକାମୀ ଲେଖକମାନଙ୍କର ବିଶ୍ୱାସ। ତାହେଲେ ପ୍ରଗତିବାଦୀ ଲେଖକମାନଙ୍କର ବିଶ୍ୱାସ କ'ଣ ଥିଲା? ଯେ ପ୍ରାଚୀନ ଓ ପରମ୍ପରା ସିଦ୍ଧ ବିଶ୍ୱାସକୁ ଭାଙ୍ଗି ନୂତନ ଓ ପ୍ରଗତିକାମୀ ଚେତନା ଯେ ପର୍ଯ୍ୟନ୍ତ ଆସିନାହିଁ ସେ ପର୍ଯ୍ୟନ୍ତ ସମାଜ ଆଗେଇବ ନାହିଁ ବୋଲି ବିଶ୍ୱାସ। କ୍ଲିୟର? ଥିଲାବାଲା ମାନଙ୍କର କଷଣ ଶୋଷଣ ନିର୍ଯାତନା ନ ସହି ନଥିଲା ବାଲା ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ କମ୍ୟୁନିଜିମ ଯେଉଁ ବାର୍ତ୍ତା ଦେଇଛି ତାହା ହିଁ ପ୍ରଗତିବାଦୀ ବା ପ୍ରୋଗ୍ରେସିଭ କବିମାନଙ୍କର ପ୍ରଧାନ ଅବଲମ୍ବନ। ତାହେଲେ ଥିଲାବାଲା ମାନଙ୍କର ଶୋଷଣ କଷଣ ନିର୍ଯାତନା ନ ସହି ନଥିଲା ବାଲା ମାନେ କ'ଣ କରିବେ? ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ପାଇଁ କମ୍ୟୁନିଜିମ ଯେଉଁ ବାର୍ତ୍ତା ଦେଇଛି ବା ଦେଇଥିଲା ତାହା ହିଁ ପ୍ରଗତିବାଦୀ ବା ପ୍ରୋଗ୍ରେସିଭ କବିମାନଙ୍କର। ଭଗବତୀ ଚରଣ ପାଣିଗ୍ରାହୀ ସଚିଦାନନ୍ଦ ରାଉତରାୟ ଅନନ୍ତ ପଟ୍ଟନାୟକ ରଘୁନାଥ ଦାସ ମନମୋହନ ମିଶ୍ର ପ୍ରମୁଖ ଏହି ବାର୍ତ୍ତାର ବାହକ। ଚାଲନ୍ତୁ ଆଶା କରୁଛି ଆପଣ ମାନେ ବୁଝିପାରୁଥିବେ। ଆଜିର ପ୍ରଥମ ପ୍ରଶ୍ନକୁ ଯିବା। ନବଯୁଗ ସାହିତ୍ୟ ସଂସଦ କେବେ ଗଠିତ ହୋଇଥିଲା? ନବଯୁଗ ସାହିତ୍ୟ ସଂସଦ କେବେ ଗଠିତ ହୋଇଥିଲା? କେବେ ଗଠିତ ହୋଇଥିଲା? ଉତ୍ତର ହବ 1935 ରେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ନୂତନ ଚିନ୍ତାଦର୍ଶ ସମ୍ବଳିତ ପ୍ରବନ୍ଧ ଅର୍ଥ ଓ ପରମାର୍ଥ କାହାର ରଚନା? ଅର୍ଥ ଓ ପରମାର୍ଥ ପ୍ରବନ୍ଧଟି କାହାର? ଉତ୍ତର କ'ଣ ହେବ? ଭଗବତୀ ଚରଣ ପାଣିଗ୍ରାହୀଙ୍କର। ତାହେଲେ ଅର୍ଥ ଓ ପରମାର୍ଥ ନୂତନ ଚିନ୍ତାଦର୍ଶ ସମ୍ବଳିତ ପ୍ରବନ୍ଧଟି କିଏ ଲେଖିଛନ୍ତି? ଭଗବତୀ ଚରଣ ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ ପୁଣି ଆଗକୁ ଯିବା। କେଉଁ ପ୍ରଗତିବାଦୀ କବିଙ୍କୁ ଓଡ଼ିଶାର ମାୟାକୋଭସ୍କି କହନ୍ତି?
केउ प्रगतिवादी कवि को ओडिशार मायाकवस्की बोली कहती। ताले उत्तर कौन हेबो रवि सिंह। रवि सिंह ताले ओडिशार मायाकवस्की। परवर्ती प्रश्न मु सची राउतराय नुहे टागर बा सेली मु एई माटीर धरा और आकाशर कवि कवि सच्चिदानंद राउतराय ଏହା କେଉଁ କବିତାରେ କହିଛନ୍ତି? କବି ସଚ୍ଚିଦାନନ୍ଦ ରାଉତରାୟ ଏହା କେଉଁ କବିତାରେ କହିଛନ୍ତି? ଆଶା କରୁଛି ପ୍ରଶ୍ନ ଆପଣମାନେ ବୁଝିପାରୁଥିବେ। ତାହେଲେ ଉତ୍ତର ହବ ରାଜଜେମା କବିତାରେ। ପରବର୍ତ୍ତୀ ପ୍ରଶ୍ନ କେଉଁ କବିତାଟି ପ୍ରଗତିଶୀଳ ଚେତନା ସମ୍ବଳିତ ନୁହେଁ? ନୁହେଁରେ ପ୍ରଶ୍ନ ପଚାରିଛି ପିଲାମାନେ। କେଉଁ କବିତାଟି ପ୍ରଗତିଶୀଳ ଚେତନା ସମ୍ବଳିତ କବିତା ନୁହେଁ? ତାହେଲେ ପ୍ରତିମା ନାୟକ ହେଉଛି ପ୍ରଗତିଶୀଳ ଚେତନା ସମ୍ବଳିତ କବିତା ନୁହେଁ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ପାଣ୍ଡୁଲିପି କାବ୍ୟ କେଉଁ କେଉଁ ଶୀର୍ଷକରେ ବିରାଜିତ? ପାଣ୍ଡୁଲିପି କାବ୍ୟ କେଉଁ କେଉଁ ଶୀର୍ଷକରେ ବିରାଜିତ? ତାହେଲେ ଧୂସର ଓ ଲୋହିତ। ମନେ ରଖିବେ ପାଣ୍ଡୁଲିପି ଶୀର୍ଷକ ଧୂସର ଓ ଲୋହିତ ଶୀର୍ଷକରେ ବିରାଜିତ। ପରବର୍ତ୍ତୀ ପ୍ରଶ୍ନ ପାଣ୍ଡୁଲିପି କବିତା ସଂକଳନରେ ସମୁଦାୟ କେତେଗୋଟି କବିତା ସ୍ଥାନିତ? ପାଣ୍ଡୁଲିପି କବିତା ସଂକଳନରେ ସମୁଦାୟ କେତୋଟି କବିତା ସ୍ଥାନିତ? 60ଟି କବିତା। କେତୋଟି କବିତା? 60ଟି କବିତା। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କ ସ୍ତମ୍ଭ ଯୋଉଟା ଆଗ ସହଜ ତାକୁ ଆପଣ ମାନେ ଆଗ ସଂଯୋଗ କରିବେ। ଉତ୍ତର କକ୍ଷ କଣ? ଆତ୍ମଜୀବନୀ। ତାହେଲେ ଏକର 2i ଏକର 2i ଖୋଜିବା ଟି ହବ ତାହେଲେ ଉତ୍ତର। ବାକି ତକ ସଂଯୋଗ କରିବା 2ର iv। ମୃତ୍ୟୁ ବନ୍ଦର କବିତା 3ର i। ଅନ୍ଧାରୁଆ ଗଳ୍ପ। ପ୍ରେମ ଓ ପୁଣ୍ୟ ପ୍ରବନ୍ଧ। ଚାଲନ୍ତୁ ଆଗକୁ ଯିବା ପୁଣି। କାଳକ୍ରମରେ ସଜା। କାଳକ୍ରମରେ ସଜା। ଅଭିଯାନ ପଲ୍ଲୀଶ୍ରୀ ବାଜିରାଉତ ପାଣ୍ଡୁଲିପି। ଅଭିଯାନ ପଲ୍ଲୀଶ୍ରୀ ବାଜିରାଉତ ପାଣ୍ଡୁଲିପି। ପରବର୍ତ୍ତୀ ପ୍ରଶ୍ନ ପାଣ୍ଡୁଲିପି କବିତା ଗ୍ରନ୍ଥର ପ୍ରକାଶ କାଳ କେତେ? ପାଣ୍ଡୁଲିପି କବିତା ଗ୍ରନ୍ଥର ପ୍ରକାଶ କାଳ 1974। ତାହେଲେ ପାଣ୍ଡୁଲିପି ପ୍ରକାଶର ସମୟ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଚିତ୍ରଗ୍ରୀବ ଉପନ୍ୟାସ କେଉଁଥିପାଇଁ ସ୍ୱତନ୍ତ୍ର? ଚିତ୍ରଗ୍ରୀବ ଉପନ୍ୟାସ କେଉଁଥିପାଇଁ ସ୍ୱତନ୍ତ୍ର? ତାହେଲେ ନାରୀ ଚରିତ୍ର ବିହୀନ ଉପନ୍ୟାସ। ମନେ ରଖିବେ ଏଥିରେ ନାରୀ ନାହାନ୍ତି ବା ନାୟିକା ବିହୀନ ଉପନ୍ୟାସ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁଠି ଏକ ଗୀତିନାଟ୍ୟ? କେଉଁଠି ଏକ ଗୀତିନାଟ୍ୟ? ପୂର୍ଣ୍ଣିକା ଏକ ଗୀତିନାଟ୍ୟ। ପରବର୍ତ୍ତୀ ପ୍ରଶ୍ନ ସଚ୍ଚିଦାନନ୍ଦ ରାଉତରାୟ କେଉଁ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ସଚ୍ଚିଦାନନ୍ଦ ରାଉତରାୟ କେଉଁ ମସିହାରେ ବା କେତେ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? 6 ନମ୍ବର ପ୍ରଶ୍ନର ଉତ୍ତର ହେବ କଣ? 1983 ମସିହାରେ ସଚ୍ଚିଦାନନ୍ଦ ରାଉତରାୟ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଖସ୍ତମ୍ଭ କୋଉ ମସିହାରେ କୋଉ ପୁରସ୍କାର ପାଇଛନ୍ତି? ଚଉଦ ନମ୍ବର ପ୍ରଶ୍ନ ତାହେଲେ ଆମେ ଯୋଉଟା ଆଗ ଜାଣିଛେ ତାକୁ ଆଗ ସଂଯୋଗ କରିବା। ପଦ୍ମଶ୍ରୀ 1962। ତାମାନେ ଏକର iv। ଏକର
5 ତ କ'ଣ ହବ? ଏ ହବ 2 ର 2i। ସାହିତ୍ୟ ଏକାଡେମୀ ର i। ଜ୍ଞାନପୀଠ 1986। ସୋଭିଏତଲାଣ୍ଡ ନେହେରୁ ପୁରସ୍କାର 1959। କ୍ଲିୟର ପିଲାମାନେ? ଚାଲନ୍ତୁ ଆଗକୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। 15 ନମ୍ବର ପ୍ରଶ୍ନ। ସଚିନ ରାଉତରାୟ କେଉଁ ସହିତ ସମ୍ପୃକ୍ତ ନଥିଲେ? ସଚିନ ରାଉତରାୟ କେଉଁଟି ସହିତ ସମ୍ପୃକ୍ତ ନଥିଲେ? କେଉଁଟି ସହିତ ସମ୍ପୃକ୍ତ ନଥିଲେ? ତାହେଲେ ଉତ୍ତର କ'ଣ ହେବ? ସି। କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତିତ୍ୱ ନଥିଲେ କିଏ? ସଚ୍ଚିଦାନନ୍ଦ। ଆଉ ବାକି ରୁଷୀୟ କବିତା ଅନୁବାଦ କରିଛନ୍ତି, ଦିଗନ୍ତର ସମ୍ପାଦନ କରିଛନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀର କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତିତ୍ୱ ନଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ସଚିନ ରାଉତରାୟଙ୍କର ପ୍ରଥମ ପ୍ରକାଶିତ କବିତାର ନାମ କ'ଣ? ସଚିନ ରାଉତରାୟଙ୍କର ପ୍ରଥମ ପ୍ରକାଶିତ କବିତାର ନାମ ପଞ୍ଚାମୃତ। ମନେ ରଖିବେ, ସଚ୍ଚିଦାନନ୍ଦ ରାଉତରାୟଙ୍କର ପ୍ରଥମ ପ୍ରକାଶିତ କବିତାର ନାମ ହେଉଛି କ'ଣ? ପଞ୍ଚାମୃତ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର କେଉଁଠି? ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର କ'ଣ? ଆଧୁନିକ। ସମସ୍ତେ ଜାଣିଥିବେ ଏହାର ଉତ୍ତର। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଯୁଗ୍ମ ରଚନାର କବିତା ସଂକଳନ କେଉଁଠି? ଯୁଗ୍ମ ରଚନାର କବିତା ସଂକଳନ କେଉଁଠି? ରକ୍ତ ଶିକ୍ଷା। ରକ୍ତ ଶିକ୍ଷା ଯୁଗ୍ମ ରଚନାର କବିତା ସଂକଳନ। ପରବର୍ତ୍ତୀ ପ୍ରଶ୍ନ। ପ୍ରତିମା ନାୟକ କେଉଁ କବିତା ସଂକଳନରେ ସ୍ଥାନିତ? ପ୍ରତିମା ନାୟକ କେଉଁ କବିତା ସଂକଳନରେ ସ୍ଥାନିତ? ପାଣ୍ଡୁଲିପି ସଂକଳନରେ। ପ୍ରତିମା ନାୟକ କବିତା ପାଣ୍ଡୁଲିପି ସଂକଳନରୁ ଆନିତ ବା ସ୍ଥାନିତ। ପରବର୍ତ୍ତୀ ପ୍ରଶ୍ନ। କୋଣାର୍କ କବିତାରେ ସଚିନ ରାଉତରାୟ କରାକକୁ କ'ଣ ବୋଲି କହିଛନ୍ତି? କୋଣାର୍କ କବିତାରେ ସଚିନ ରାଉତରାୟ କରାକ ନୁହେଁ ମ୍ୟାଡାମ, କୋଣାର୍କକୁ କ'ଣ ବୋଲି କହିଛନ୍ତି? 20 ନମ୍ବର ପ୍ରଶ୍ନ। ଶ୍ମଶାନ ବୋଲି। କ'ଣ ବୋଲି କହିଛନ୍ତି? ଶ୍ମଶାନ। ଏଠି ହବ କୋଣାର୍କ। କୋଣାର୍କ କବିତାରେ ସଚିନ ରାଉତରାୟ କୋଣାର୍କକୁ କ'ଣ ବୋଲି କହିଛନ୍ତି? ଶ୍ମଶାନ ବୋଲି କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁଟି ଏକ ଗଳ୍ପ ସଂକଳନ? କେଉଁଟି ଏକ ଗଳ୍ପ ସଂକଳନ? ଚଢା ଉତ୍ତରା ଏକ ଗଳ୍ପ ସଂକଳନ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁ ପୁସ୍ତକଟି ଅନନ୍ତ ପଟ୍ଟନାୟକଙ୍କର ନୁହେଁ? କେଉଁ ପୁସ୍ତକଟି ଅନନ୍ତ ପଟ୍ଟନାୟକଙ୍କର ନୁହେଁ? ମାଟି ଓ ଲାଠି ଅନନ୍ତ ପଟ୍ଟନାୟକଙ୍କର ପୁସ୍ତକ ନୁହେଁ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଅନନ୍ତ ପଟ୍ଟନାୟକ କେଉଁ ପତ୍ରିକାର ସମ୍ପାଦକ ଥିଲେ? ଅନନ୍ତ ପଟ୍ଟନାୟକ କେଉଁ ପତ୍ରିକାର ସମ୍ପାଦକ ଥିଲେ? ଶିଶୁଲେଖା ପତ୍ରିକାର ସମ୍ପାଦକ ଥିଲେ ଅନନ୍ତ ପଟ୍ଟନାୟକ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଅନନ୍ତ ପଟ୍ଟନାୟକ ରଚନା କରିଥିବା ଏକମାତ୍ର ନାଟକର ନାମ କ'ଣ? ଅନନ୍ତ ପଟ୍ଟନାୟକ ରଚନା କରିଥିବା ଏକମାତ୍ର ନାଟକର ନାମ ଚିର ଅନ୍ଧାର ରାତି। ମନେ ରଖିବେ, ଅନନ୍ତ ପଟ୍ଟନାୟକ ରଚନା କରିଥିବା ଏକମାତ୍ର ନାଟକର ନାମ ହେଉଛି କ'ଣ? ଚିର ଅନ୍ଧାର ରାତି। କ୍ଲିୟର ପିଲାମାନେ? ଆଶା କରୁଛି ଆପଣମାନେ ବୁଝିପାରୁଥିବେ। ପରବର୍ତ୍ତୀ ପ୍ରଶ୍ନ। କେଉଁ କବିତା ଗ୍ରନ୍ଥଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? କେଉଁ କବିତା ଗ୍ରନ୍ଥଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଅବାନ୍ତର। ଅବାନ୍ତର କବିତା ଗ୍ରନ୍ଥଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ପ୍ରଗତିବାଦୀ କାବ୍ୟ ଚେତନା ପୁସ୍ତକର ଲେଖକ କିଏ? ପ୍ରଗତିବାଦୀ କାବ୍ୟ ଚେତନା
ପ୍ରଗତିବାଦୀ କାବ୍ୟ ଚେତନା ପୁସ୍ତକର ଲେଖକ କିଏ? 24 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବିଜୟ କୁମାର ଶତପଥୀ। ପ୍ରଗତିବାଦୀ କାବ୍ୟ ଚେତନା ପୁସ୍ତକର ଲେଖକ ହେଉଛନ୍ତି ବିଜୟ କୁମାର ଶତପଥୀ। ପରବର୍ତ୍ତୀ ପ୍ରଶ୍ନ, ମନମୋହନ ମିଶ୍ରଙ୍କ କେଉଁ କବିତା ଗ୍ରନ୍ଥକୁ ସରକାର ବେଆଇନ ଘୋଷଣା କରିଥିଲେ? ମନମୋହନ ମିଶ୍ରଙ୍କ କେଉଁ କବିତା ଗ୍ରନ୍ଥକୁ ସରକାର ବେଆଇନ ଘୋଷଣା କରିଥିଲେ? କଟିକଣ୍ଠେ। ମନେ ରଖିବେ, ମନମୋହନ ମିଶ୍ରଙ୍କ କଟିକଣ୍ଠେ କବିତା ଗ୍ରନ୍ଥକୁ ସରକାର ବେଆଇନ ଘୋଷଣା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, କେଉଁ କବି ଜଟାୟୁ ଛଦ୍ମ ନାମରେ ପରିଚିତ? କେଉଁ କବି ଜଟାୟୁ ଛଦ୍ମ ନାମରେ ପରିଚିତ? ରଘୁନାଥ ଦାସ ଜଟାୟୁ ଛଦ୍ମ ନାମରେ ପରିଚିତ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା, କେଉଁଟି ରଘୁନାଥ ଦାସଙ୍କ କବିତା ଗ୍ରନ୍ଥ? କେଉଁଟି ରଘୁନାଥ ଦାସଙ୍କ କବିତା ଗ୍ରନ୍ଥ? ଅଗଷ୍ଟ 15 ଓ ଅନ୍ୟାନ୍ୟ କବିତାର ରଚୟିତା କିଏ? ରଘୁନାଥ ଦାସ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ, କେଉଁଟି କାଳିନ୍ଦୀ ଚରଣଙ୍କ କବିତା ନୁହେଁ? କେଉଁଟି କାଳିନ୍ଦୀ ଚରଣଙ୍କ କବିତା ନୁହେଁ? ମାଟିଆ ବୁରୁଜ ହେଉଛି କାଳିନ୍ଦୀ ଚରଣଙ୍କ କବିତା। ଏ ଥିଲା ଆଜିର 30 ଗୋଟି ପ୍ରଶ୍ନ ଏବଂ ଉତ୍ତର MCQ। ନିମ୍ନରେ ଉତ୍ତର ଆପଣମାନଙ୍କ ପାଠପଢ଼ାକୁ ପୁଣି ଦ୍ୱିଗୁଣିତ କରିବ, ସେଥିପାଇଁ ନିମ୍ନରେ ଉତ୍ତର। ତାହେଲେ ଆଜିର କ୍ଲାସକୁ ଏଇଠି ରଖିବା, ପୁଣି ଦେଖା ହବ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ଧନ୍ୟବାଦ। ଭିଡ଼ିଓକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ।